ତାଙ୍କୁ ସୁସ୍ଥତା ଦେଲେ ଆଉ ତାକେ ପାରାଲାଇଜ ହେଇକି କଥା ତାଙ୍କ ମୁଖ ବନ୍ଦ ହେଇଯାଇଥିଲା ଆଉ ବର୍ତ୍ତମାନ ତାଙ୍କ ମୁଖ ଖୋଲିଛି। ଆପଣ ଖୁସି ଅଛନ୍ତି? ପୁରା କଥା ହେଇଗଲା। ଖୁସି ଲାଗୁଛି। ଏପଟୁ ପାରାଲାଇଜ ଯେତିକି କରିଦେଇ ପାରୁନଥିଲେ। କେତେ ମାସ ହବ? ପୂର୍ବରୁ ଆପଣ ଜଡିତ ହେଇଛନ୍ତି ଜୁନରେ ନା ହେଇନାହାନ୍ତି? ମାନେ ଗତ ଏଇଟା ପ୍ରଥମ ଥର କରୁଛନ୍ତି। କେମିତି ଜାଣିଲେ ଆମ ବିଷୟରେ? ଏବେ ଆଉ କିଛି ଟେନସନ ନାହିଁ। ଠିକ ଅଛି, ଆପଣଙ୍କ ପୁଅ ମାନଙ୍କୁ ବି ଆପଣ କଥା ହେଇପାରିବେ। ଆପଣଙ୍କ ପୁଅ ନା କଣ? ବାବୁ। ବାବୁ ବେଶ ମାନେ ବହୁତ ଦିନ ପରେ ପାଟି ଖୋଲିଲା। ଖାଲି ମୁଁ ଆଉ କରୁଥିଲି କିନ୍ତୁ ଆଜି ତାଙ୍କ ପାଟି ଖୋଲିଲା ଅନେକ ଦିନ ପରେ। ତାକୁ ଛୁଆ ମାନେ ଖୁସି ନାଇଁ, କିଛି ଅସୁବିଧା ହବ। ଠିକ ଅଛି। ପ୍ରଭୁ ତୁମରି ସନ୍ତାନକୁ ତୁମରି ହସ୍ତରେ ଦଉଛି। ପ୍ରତ୍ୟେକ ଦୁର୍ବଳତା ପ୍ରଭୁ ଯୀଶୁଙ୍କ ନାମରେ ଚାଲିଛି। ପ୍ରତ୍ୟେକ ୱିକନେସ ଯୀଶୁଙ୍କ ନାମରେ ଚାଲିଯାଉ। ଏ ଶରୀରରେ କାର୍ଯ୍ୟ କରୁଥିବା ପାରାଲାଇଜର ପ୍ରୋବ୍ଲେମକୁ ତମେ ଦୂର କରିଅଛ। ବାନ୍ଧିଥିବା ମୁଖକୁ ତମେ ଖୋଲା କରିଛ। ପିତା ତୁମକୁ ଧନ୍ୟବାଦ। ଦାସୀଙ୍କୁ ତୁମରି ହସ୍ତରେ ଦିଅ। ଆଶୀର୍ବାଦ କର। ତାଙ୍କ ସନ୍ତାନ ମାନଙ୍କୁ ତୁମରି ହସ୍ତରେ ଦିଅ। ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଛି। ଆମେନ୍। ସେମାନେ ତାଙ୍କର ସବୁ ରିପୋର୍ଟକୁ ନେଇକି ଆସିଛନ୍ତି। ଆଉ ଡିସେମ୍ବର ମାସରେ ପାରାଲାଇଜ କରିଥିଲା। ତାଙ୍କର ବଡି କିଛି କାମ କରୁନଥିଲା। ଆଉ ସେମାନେ ଯେପରି ସୁସ୍ଥ ହେଲେ, ୟୁଟ୍ୟୁବ ଦେଖିକି ସୁସ୍ଥ ହେଲେ, ସବୁଠୁ ଆଶ୍ଚର୍ଯ୍ୟ ବିଷୟ। ତା ସହିତ ସେମାନେ କଥା ହିଁ ପାରୁନଥିଲେ। ଗୋଟେ ବିଶ୍ୱାସ ଥିଲା ଯେ ଯିବା ସାରଙ୍କ ପାଖକୁ, ସାରଙ୍କ ପାଖକୁ, ଆଉ ତାଙ୍କର ମୁଖ ଖୋଲିବ ବୋଲି ବିଶ୍ୱାସ ଥିଲା। ଆଜି ଅନେକ ଦିନ ପରେ ପ୍ରଥମ ଥର ପାଇଁ ତାଙ୍କର ମୁଖ ଖୋଲିଛନ୍ତି। ପ୍ରଭୁ ଆଶୀର୍ବାଦ କରୁ।